ଆଉ ଗୋଟେ କଥା କହିବି, ମାନେ ହୃଦୟର କଥାଟେ, ରିଅଲି ଫ୍ୟାକ୍ଟଟା ଏଇଟା। ମୋତେ ବହୁତ ଜଣ ଡାଉଟ୍ ପଚାରନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ। ମୁଁ ପ୍ରତିଦିନ 100ରୁ 500 ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଇନକ୍ୱାରି ପାଏ। ଯେଉଁମାନେ ତ ମୋର ପେଡ୍ ଗ୍ରୁପ୍ ଥାଆନ୍ତି ଷ୍ଟୁଡେଣ୍ଟ, ସେମାନଙ୍କ ନମ୍ବର ମୁଁ ସେଭ୍ କରିଥାଏ। ମୁଁ ଚେଷ୍ଟା କରେ ସେମାନଙ୍କୁ ଇମିଡ଼ିଏଟଲି ରିପ୍ଲାଏ ଦେବା ପାଇଁ କିମ୍ବା ଏଣ୍ଡ ଅଫ୍ ଦ ଡେ ଭିତରେ ରିପ୍ଲାଏ ଦେବା ପାଇଁ। କିନ୍ତୁ ଆଉ କିଛି ଜଣ ଥାନ୍ତି ଯେଉଁମାନଙ୍କ ନମ୍ବର ମୁଁ ସେଭ୍ ନ କରିଥାଏ କିମ୍ବା ନୂଆ ଥାଇପାରନ୍ତି ବା ମୋର ପେଡ୍ ଗ୍ରୁପ୍ର ମେମ୍ବର ନ ହେଇଥାଇପାରନ୍ତି। ସେମାନେ ଜଷ୍ଟ ୟୁଟ୍ୟୁବ୍ ସବସ୍କ୍ରାଇବର ଜଣେ ଜଣେ ମୋର ଥାନ୍ତି, ଭ୍ୟାଲୁଏବୁଲ୍ ସବସ୍କ୍ରାଇବର। ତ ସେମାନଙ୍କୁ ମୁଁ ରିପ୍ଲାଏ ଦେବାକୁ ଚେଷ୍ଟା କରେ। କେହି କେହି ସବସ୍କ୍ରାଇବର ବି ନଥାନ୍ତି, ସେମାନେ ଅନ୍ୟ କାହାଠୁ ରେଫରେନ୍ସ ପାଇକି ଦିଅନ୍ତି। ତ କାହାର କାହାର ଡାଉଟ୍ ଥାଏ, ଗୋଟେ ଡକ୍ୟୁମେଣ୍ଟ ସେୟାର କରିଥିବେ, କୌଣସି ଗୋଟେ ସାର୍ଟିଫିକେଟ୍ ଦେଇଥିବେ, ସେ ସାର୍ଟିଫିକେଟ୍ ଗୋଟେ ଡାଉଟ୍ ଥିବ, ତ କ'ଣ କରିଥାନ୍ତି ତା ଦେହରେ ହାଇଲାଇଟ୍ କରିକି ନିଜର ନାଁ, ରେଜିଷ୍ଟ୍ରେସନ ନମ୍ବର ଆଉ କିଛି ଯେଉଁଟାକି ଇମ୍ପୋର୍ଟାଣ୍ଟ ଜିନିଷ ତାକୁ ହାଇଡ୍ କରି ଦେଇଥାନ୍ତି। ମୋତେ ବେଳେବେଳେ ଫିଲ୍ ଆସେ ମୁଁ ଚୋର କି, ତାଙ୍କ ଡକ୍ୟୁମେଣ୍ଟ ନେଇକି ମୁଁ ଡୁପ୍ଲିକେଟ୍ କରିଦେବି କି? ମାନେ କୋଶ୍ଚିନ୍ ତାଙ୍କ ମନରେ ଡାଉଟ୍ ଅଛି, ଡାଉଟ୍ କ୍ଲିୟର କରିବି ମୁଁ, ବଟ୍ ତାଙ୍କ ନାଁଟା ମୁଁ ଦେଖିପାରିବିନି ସେ ସାର୍ଟିଫିକେଟ୍ରୁ। ମୁଁ ସେମାନଙ୍କୁ ରିପ୍ଲାଏ ଦେବାକୁ ଆଭଏଡ୍ କରେ। ମୁଁ ଦେଖେ ମେସେଜ, ବଟ୍ ସେମାନଙ୍କୁ ରିପ୍ଲାଏ ଦିଏନି। ତାର କାରଣ ଇଏ, ମୋତେ ଗୋଟେ ଗିଲ୍ଟି ଫିଲ୍ ହୁଏ, ଲାଗେ ଯେ ତାଙ୍କୁ ଲାଗୁଛି କି ମୁଁ ତାଙ୍କ ଡାଟା ଚୋରି କରି ନେଇଯିବି। ଏବେ ମୁଁ ନିଜେ ଇନଫର୍ମେସନ୍ ସିକ୍ୟୁରିଟି ଏକ୍ସପର୍ଟ, ଆଉ ମୋତେ ଯଦି ତୁମେ ଏମିତି ଲୁଚେଇବ, ନିଜକୁ ଖରାପ ଲାଗେ ପ୍ରଥମେ। ତ ମୁଁ ଚେଷ୍ଟା କରେ ସେମାନଙ୍କୁ କେମିତି ରିପ୍ଲାଏ ଦେବି ନାହିଁ ବୋଲି ପ୍ରଥମେ। କାହିଁକି ଦେଖେ ତ, ଏକଥର ନଜରରେ ପଡ଼ିଲା ମାତ୍ରେ ତ ମୁଁ ଦେଖିବି, ଦେଖିଲି ଏମିତି ଅଛି ନା, ମୁଁ ରିପ୍ଲାଏ ଦେବ ଚେଷ୍ଟା କରେ ସେମାନଙ୍କୁ ଆଭଏଡ୍ କରିବି ବୋଲି। କାହିଁକିନା ସେମାନଙ୍କର ଯେଉଁ ମନସ୍ତତ୍ଵ ମୋତେ ପସନ୍ଦ ଆସେନି। ଆଉ ମନସ୍ତତ୍ଵ ସହିତ ମନସ୍ତତ୍ଵ ନ ମିଶିବ, ହେଲ୍ପ କରିବାକୁ ଇଚ୍ଛା ହୁଏନି। ଡାଉଟ୍ ତାଙ୍କର, ପ୍ରୋବ୍ଲେମ୍ ତାଙ୍କର, ସଲ୍ୟୁସନ୍ ତାଙ୍କୁ ଦରକାର। ବଟ୍ ମୋତେ ଲାଗିଲା କି ମୁଁ ଚୋର କି, ଏମିତି ହାଇଡ୍ କରି କାହିଁ ଦେଉଛନ୍ତି? ଯଦି ସେମିତି ମନୋବୃତ୍ତିରେ କିଏ ଦେଉଛ ଯେ ମୋ ଡାଟା କିଏ ନେଇଯିବ, ମୋ ଡାଟା ନେଇକି ମିସୟୁଜ୍ କରିଦେବ, ଦିଅନି। ତୁମ ନିଜର ଡାଉଟ୍ ନିଜେ ରଖ ବା ତୁମ ଏଜେଣ୍ଟକୁ, ତୁମ କଲେଜକୁ ପଚାର, ମୋତେ ଦୟାକରି ପଚାରନି। ଥ୍ୟାଙ୍କ ୟୁ ସୋ ମଚ୍।